ଯାହାଙ୍କ ପାଖକୁ ଗଲେ ସବୁ ସମସ୍ୟାର ସମାଧାନ ହୁଏ, ମଣିଷ ତାଙ୍କରି ପାଖରୁ ହିଁ ଦୂରେଇ ଯାଏ। ଆଉ ଜୀବନର ଯୋଉ ମୁହୂର୍ତ୍ତରେ ଏଇ ବୁଝିବାଟା ଆସେ, ସେତେବେଳକୁ କରିବା ପାଇଁ ନା ଶରୀରରେ ବଳ ଥାଏ ନା ତାର ପରିବେଶ ଥାଏ। ଏଇଟା ବହୁତ ବଡ ମର୍ମାନ୍ତିକ କଥା ସାରା ଆପଣ କହିଲେ, ଏବଂ ମୁଁ କହିବି ଏଇଟା ପିଓରଲି ଗୋଟେ ଅଜ୍ଞାନତା। ମଣିଷ ସତ୍ସଙ୍ଗ ଆସିଲେ ସମୟ ବୃଥା ହୁଏନି। ମଣିଷ ସତ୍ସଙ୍ଗ ଆସିଲେ ମଣିଷତ୍ୱର ଭାବ ସୃଷ୍ଟି ହୁଏ। ଯୋଉ ବାପା ମା ଆଜି ତାର ପିଲାକୁ ସତ୍ସଙ୍ଗ ଆସିବାକୁ ମନା କରୁଛନ୍ତି, ତାଙ୍କୁ ପ୍ରଶ୍ନ କରନ୍ତୁ, ଆପଣଙ୍କ ପୁଅ ଚାକିରି କରିକି ପଇସା ପାଇକି ଯଦି ଆପଣଙ୍କୁ ଗୋଇଠାଟେ ମାରେ ତାହେଲେ ଭଲ ଲାଗିବ? କିନ୍ତୁ ହୁଏତ ଆପଣଙ୍କ ପିଲାଟା ଚାକିରି ପାଇଲାନି, କିନ୍ତୁ ବେରୋଜଗାର ବି ହବନି ଯଦି ତା ଭିତରେ ଚରିତ୍ର ଥାଏ। ଥିଲେ ଥାଉ ପଛେ ଗୁଣ ହଜାରେ, ଚରିତ୍ର ନଥିଲେ ସର୍ବସାର। ତାମାନେ ଏଇ ଯୋଉ ଚରିତ୍ରର ଜିନିଷଟା କୋଉଠୁ ଗଢି ହବ? ଆଜି ସତ୍ସଙ୍ଗକୁ ବହୁତ ଜଣ ତ୍ରିନାଥ ମେଳା ଭାବି ଦେଇଛନ୍ତି, ସତ୍ସଙ୍ଗକୁ ଗୋଟେ ସଂଗଠନ ଭାବି ଦେଇଛନ୍ତି। କାହିଁକି? ହୁଏତ ଏମିତି କୋଉ ଜାଗାରେ ସତ୍ସଙ୍ଗ ହଉଥାଇପାରେ ଯୋଉ ଜାଗାରେ ଇଷ୍ଟ ପୂରଣାର୍ଥେ ଇଷ୍ଟ ପୋଷଣାର୍ଥେ କୌଣସି ଆଲୋଚନା ହଉନି, କିନ୍ତୁ ଯୋଉ ଜାଗାରେ ଆଲୋଚନା ହଉଛି, ଯୋଉ ଜାଗାରେ ଶ୍ରୀ ଶ୍ରୀ ଠାକୁର ବିରାଜମାନ କରିଛନ୍ତି, କାହିଁକିନା ସତ୍ସଙ୍ଗ ତ କହିଲେ ବହୁତ ଲୋକ ବହୁତ କଥା ଭାବୁଛନ୍ତି। ମୁଁ ସେ କଥା କହୁନି, ମୁଁ ସେଇ ସତ୍ସଙ୍ଗ କଥା କହୁଛି ଯୋଉ ସତ୍ସଙ୍ଗରେ ସତ୍ ସମ୍ବନ୍ଧୀ ଆଲୋଚନା ହଉଛି, ଜୀବନ ଚଳଣି ବିଙ୍ଗ ଆଣ୍ଡ ବିକମିଂ ର କଥା ଆଲୋଚନା ହଉଛି। ଏଠିକି ଆସିବା ଭିତର ଦେଇକି ମଣିଷର ଶରୀର, ମନ, ଆତ୍ମା ଏ ତିନିଟା ଜିନିଷ ପରିପୂରିତ ହେଉଠି। ଆଜି ଆମେ ହୁଏତ ତା ଦେହରୁ ତାକୁ ବଞ୍ଚିତ କରିଦେଇପାରୁ, ଏବଂ ଏ ବଞ୍ଚିତଟା ବି କଣ? ସପ୍ତାହକୁ ଅନ୍ତତଃ ଗୋଟିଏ ପରୀକ୍ଷା ଅଛି, ହୁଏତ 7 ଦିନ ଯିବାକୁ ଆମେ ସମୟ ନ ଦେଇପାରୁ, କିନ୍ତୁ ଏ ବାପା ମା ବୁଝିବା ଦରକାର ଯେ ସପ୍ତାହକୁ ଗୋଟେ ଥର ସତ୍ସଙ୍ଗ ନିହାତି ପ୍ରୟୋଜନ ଏଇ ଜୀବସତ୍ତା ପାଇଁ। କାହିଁକିନା ଜୀବନରେ ଆଜ୍ଞା ସବୁ ଗୋଟେ ପଟେ, ଆଉ ତାଙ୍କ ଦୟା ଗୋଟେ ପଟେ। ଯଦି ସିଏ ବା ତାଙ୍କର ଦୟା ଆମ ଉପରେ ନ ରୁହେ, ତାହେଲେ ଜଗତର ହଜାର ଆପଣ କରିକି ବି ଆପଣ କିଛି କରିପାରିବେ ନାହିଁ। ଆଉ ଯଦି ସିଏ ଆପଣଙ୍କ ସଙ୍ଗରେ ଅଛନ୍ତି, ଯଦି ତାଙ୍କର ଦୟା ଆପଣଙ୍କ ସାଙ୍ଗରେ ଅଛି, ତାହେଲେ ଜଗତର ହଜାରେ ଚେଷ୍ଟା କରି ମଧ୍ୟ ଆପଣଙ୍କର କିଛି କ୍ଷତି କରିପାରିବେ ନାହିଁ। এই কথাটা বুঝিবা দরকার স্যার। এই কথাটা মু আজ এটি কহিকি বুঝাই পারিবিনি। কাহিঁকি না লোক আজ এতে লোভী, এতে স্বার্থ ভিক্ষু যে সিয়ে কেবল নিজের স্বার্থকু ছাড়িকি আর কিছু দেখিপারে না, কিন্তু সে অজ্ঞানী মনিষ ঠিকরে বুঝিনি যে তার প্রকৃত স্বার্থটা হি কোটি। যেমিতিকি ধরন্তু মু যেতে সারা পয়সা ঠুল করিকি আনি খালি ঘরে গচ্ছিত করছি, মো পরিবেশ রে কোন হচ্ছে কোন ন হচ্ছে কিছু বি দেখিলি, কাহার প্রতি কোনসি নজর দেলি। হঠাৎ দিনে রাতে শোইছি, দেখিলি জনে আসিকি বেকেরে চাকু লগাই দিয়েছি। কোন পাই না যেতক সম্পত্তি বাপা সবু দে। তা পরদিন মু সুইসাইড করিବାକୁ বাহারিলি, কাহিଁକି না মোর সবু পড়াইলা। পুনি আর গোটে লোক ଅଛି যে পরিবেশ ভিতরে খুব সচেতন, সচেতনতা থিবারু জনে কিଏ লোক তাকে ফোন করিছে, ভাই ଆପଣ ଉଠିଛନ୍ତି କି? ନା ନାଇଁ। ନା ଆପଣଙ୍କ ପାଚେରୀ କିଏ ଗୋଟେ ଡେଇଁଲା ଭଳିଆ ଲାଗିଲା,